Hello everyone, welcome to Excite Content. We are now going to start a new chapter of class 10. Chapter ଟି ଅଛି Letter to God, ଏକ ଚିଠି ଭଗବାନଙ୍କ ପାଖକୁ। ଓକେ, ଏକ ଚିଠି ଭଗବାନଙ୍କ ପାଖକୁ। ଚାପ୍ଟରଟିରେ ଅଥର ଅଛନ୍ତି ଜିଏଲ୍ ଫ୍ରେଣ୍ଡସ୍। ତ ଲିଡିଂକୁ ଯିବା ପୂର୍ବରୁ ଚାପ୍ଟରଟିକୁ ଯିବା ପୂର୍ବରୁ ନିହାତି ଭାବରେ ଆମେ ଏବାର୍ଦ ଅର୍ଥ ଦେଖିନେବା, ଦେନ୍ ଆମେ ଆଗକୁ ଯିବା। ଓକେ, ଗ୍ରେଗୋରିଓ ଲୋପେଜ ଫୁଏନ୍ସ। ଜିଏଲ୍ ଫ୍ରେଣ୍ଡସ୍ଙ୍କର ପୁରା ନାଁ ଗ୍ରେଗୋରିଓ ଲୋପେଜ ଫୁଏନ୍ସ। 1895 ରେ ତାଙ୍କର ଜନ୍ମ ହୋଇଥିଲା। 1966 ରେ ତାଙ୍କର ଡେଥ୍। ଓକେ, ସୋ ୱାଜ ଏ ମେକ୍ସିକାନ ନୋବେଲିଷ୍ଟ। ଜଣେ ମେକ୍ସିକୋ ଦେଶର ନୋବେଲିଷ୍ଟ ଥିଲେ। ନୋବେଲିଷ୍ଟର ଅର୍ଥ ହେଉଛି ଔପନ୍ୟାସିକ। ଓକେ, ମେକ୍ସିକୋ ଦେଶର ଔପନ୍ୟାସିକ ଥିଲେ, ତା ସହିତ ପୋଏଟ୍ ଥିଲେ ଆଣ୍ଡ ଜର୍ଣ୍ଣାଲିଷ୍ଟ ଥିଲେ। ପୋଏଟ୍ ମାନେ କବି ଆଣ୍ଡ ଜର୍ଣ୍ଣାଲିଷ୍ଟ ମାନେ ପତ୍ରକାର। ଓକେ, ସୋ ଜିଏଲ୍ ଫ୍ରେଣ୍ଡସ୍ ହେଉଛି ମେକ୍ସିକୋ ଦେଶର ଲୋକ ଥିଲେ, ଯିଏକି ନୋବେଲିଷ୍ଟ ଥିଲେ, ଔପନ୍ୟାସିକ ଥିଲେ, ପୋଏଟ୍ ଥିଲେ, କବି ଥିଲେ, ତା ସହିତ ଜର୍ଣ୍ଣାଲିଷ୍ଟ ମାନେ ପତ୍ରକାର ଥିଲେ ବୋଲିକା କୁହାଯାଇଛି। ଫୁଏନ୍ସ ଷ୍ଟାର୍ଟେଡ୍ ରାଇଟିଂ ଆଟ୍ ଦ ଏଜ୍ ଅଫ୍ 15। ଯେତେବେଳେ ଫୁଏନ୍ସକୁ 15 ବର୍ଷ ହୋଇଥିଲା ସେତେବେଳଠୁ ହିଁ ସେ ଲେଖାଲେଖି ଷ୍ଟାର୍ଟ କରିଦେଇଥିଲେ। ଲେଖାଲେଖି ଇନ୍ ଦ ସେନ୍ସ କ'ଣ ଲେଖୁଥିଲେ ନା ହେଉଛି ନୋବେଲ ହଉ, ପୋଏମ୍ ହଉ, ଜର୍ଣ୍ଣାଲିଜିମ୍ ହଉ, ଏସବୁ ଜିନିଷ ଲେଖାଲେଖି କରିଥିଲେ ବୋଲି କୁହାଯାଇଛି। ହ୍ୱେନ୍ ଦ ମେକ୍ସିକାନ ରିଭଲ୍ୟୁସନ୍ ବିଗାନ୍, ଯେତେବେଳେ ମେକ୍ସିକୋ ଦେଶରେ କ୍ରାନ୍ତି ଆସିଥିଲା ବା ବିପ୍ଳବ ଆସିଥିଲା, ଓକେ, ସେଇ ଟାଇମ୍ରୁ ହିଁ ଲେଖାଲେଖି ଷ୍ଟାର୍ଟ କରିଦେଇଥିଲେ ଆମର ଜିଏଲ୍ ଫ୍ରେଣ୍ଡସ୍। ନେକ୍ସଟ ଦେଖିବା, many of his books are related to civil conflict. Civil conflict ଅର୍ଥ ହେଉଛି ନାଗରିକମାନଙ୍କ ସଂଘର୍ଷ। ତାଙ୍କର ବହୁତ ସାରା ବହି ଗୁଡ଼ିକ ନାଗରିକ ସଂଘର୍ଷ ଉପରେ ଆଧାରିତ। His stories are exciting and humorous. ତାଙ୍କ ଷ୍ଟୋରି ଗୁଡ଼ିକ ଏକ୍ସାଇଟିଂ ର ଅର୍ଥ ହେଉଛି ରୋମାଞ୍ଚକର, ହ୍ୟୁମରସ୍ ର ଅର୍ଥ ହେଉଛି ହାସ୍ୟପୂର୍ଣ୍ଣ। ତାଙ୍କର ବହୁତ ସାରା ଷ୍ଟୋରି ଗୁଡ଼ିକ ଏକ୍ସାଇଟିଂ ମାନେ ଯୋଉଟାକି ରୋମାଞ୍ଚକର, ତା ସହିତ ହ୍ୟୁମରସ୍ ମାନେ ହାସ୍ୟପୂର୍ଣ୍ଣ ବୋଲିକା କୁହାଯାଇଛି। Many of his works are concerned with the oppression of Americans. concern ଅର୍ଥ ହେଉଛି ଜଡ଼ିତ ବା ସମ୍ବନ୍ଧିତ, ଅପରେସନ ଅର୍ଥ ହେଉଛି ଅତ୍ୟାଚାର। ତାଙ୍କର ବହୁତ ସାରା କାମ ଗୁଡ଼ିକ ଜଡ଼ିତ କାହା ଉପରେ ନା ଅତ୍ୟାଚାର, ଆମେରିକା ମାନଙ୍କ ଉପରେ ଯୋଉ ଅତ୍ୟାଚାର କରାଯାଉଥିଲା ସେ ଉପରେ ସେ ବହୁତ କାମ କରିଛନ୍ତି ବୋଲିକା କୁହାଯାଇଛି। He was awarded the National Prize of Arts and Science in 1935. 1935 ରେ ତାଙ୍କୁ ନ୍ୟାସନାଲ ପ୍ରାଇଜ ଅଫ ଆର୍ଟସ ଆଣ୍ଡ ସାଇନ୍ସରେ ଆୱାର୍ଡ କରାଗଲା ବା ପୁରସ୍କୃତ କରାଗଲା ବୋଲିକା କୁହାଯାଇଛି। ଆଶା କରୁଛି ପିଲେ ଏବାର୍ଡ ଦ ଅଥର ସମସ୍ତେ ବୁଝିପାରିଥିବେ। ଦେନ୍ ଆମେ ଲିଡିନ୍ ଦେଖିବା। ଲିଡିନ୍କୁ ଲକ୍ଷ୍ୟ କରିବା। ଲିଡିନ୍ ମାନେ ଇଣ୍ଟ୍ରୋଡକ୍ସନ। ଓକେ, ଲିଡିନ୍ ଦେଖିବା। Have you ever written a letter to God? ତୁମେ କେବେ ଭଗବାନଙ୍କ ପାଖକୁ ଚିଠି ଲେଖିଅଛ କି? ତୁମମାନଙ୍କୁ କ୍ୱେଶ୍ଚିନ୍ କରାହଉଛି। ଓକେ, did you ever come across someone writing a letter to God? ତମେ ଏମିତି କୌଣସି ଲୋକଙ୍କ ସଂସ୍ପର୍ଶରେ ଆସିଛ କି ଯୋଉମାନେ ଚିଠି ଲେଖନ୍ତି ଭଗବାନଙ୍କ ପାଖକୁ? ଓକେ, ଏମିତି ତୁମମାନଙ୍କୁ କ୍ୱେଶ୍ଚିନ୍ କରାଯାଇଛି। ନେକ୍ସଟ ଦେଖିବା, people believe, ଲୋକମାନେ ଭାବନ୍ତି, ବିଶ୍ୱାସ କରନ୍ତି, faith can move mountain, ମାନେ ଲୋକମାନେ ବିଶ୍ୱାସ କରନ୍ତି କି ଫେଥ ବିଶ୍ୱାସଟା ଭରସାଟା ମାଉଣ୍ଟେନକୁ ମଧ୍ୟ ପର୍ବତକୁ ମଧ୍ୟ ହଲେଇ ଦେଇପାରେ, ମୁଭ୍ କରି ଦେଇପାରେ, ଗତି କରି ଦେଇପାରେ। ବଟ୍ ହ୍ୱାଟ ସୁଡ୍ ୱି ପୁଟ୍ ଆୱାର ଫେଥ୍ ଇନ୍, କିନ୍ତୁ କୋଉ ଜାଗାରେ ଆମେ ବିଶ୍ୱାସଟା ରଖିବା, କୋଉ ଜାଗାରେ ବିଶ୍ୱାସ ରଖିଲେ ଫଳପ୍ରଦ ହବ, ଏମିତି କ୍ୱେଶ୍ଚିନ୍ଟି କରାଯାଇଛି। ଦିସ୍ ଇଜ୍ ଦ କ୍ୱେଶ୍ଚିନ୍ ଦିସ୍ ଷ୍ଟୋରି ଡେଲିକେଟଲି ପଜେସ୍। ଏଇ ଯୋଉ କ୍ୱେଶ୍ଚିନ୍ଟା ରହିଲା ଆମେ ବିଶ୍ୱାସଟି କୋଉଠି ରଖିବା, ଏଇ କ୍ୱେଶ୍ଚିନ୍ଟା ହିଁ ଷ୍ଟୋରିଟାର ମେନ୍ ଥିମ୍ ବା ମୁଖ୍ୟ ଉଦ୍ଦେଶ୍ୟ। ଓକେ, ଏଇ କ୍ୱେଶ୍ଚିନ୍ରେ ହିଁ ଟୋଟାଲ ଚାପ୍ଟରଟି ଆଧାରିତ। ଦେଖିବା ଟିକେ ଆଗକୁ। ଲେଞ୍ଚୋ ଇଜ୍ ଏ ଫାର୍ମର ହୁ ରାଇଟ୍ସ ଏ ଲେଟର ଟୁ ଗଡ୍। ଲେଞ୍ଚୋ ହେଉଛି ଗୋଟେ ଫାର୍ମର ଯିଏକି ଲେଟର ଲେଖୁଛି ଭଗବାନଙ୍କ ପାଖକୁ। ଆସ୍କିଂ ଫର ସମ୍ ଅଫ୍ ମନି, ଆସ୍କିଂ ମାନେ ମାଗିବା। ଓକେ, ମାଗୁଛି କିଛି ପଇସା। when his crops fail, ଯେତେବେଳେ ତାର କ୍ରପ୍ସ ଗୁଡ଼ିକ ନଷ୍ଟ ହେଇଯାଇଛି, ଓକେ, ସେ ସମୟରେ ଭଗବାନଙ୍କୁ କିଛି ପଇସା ମାଗୁଛି। ବର୍ତ୍ତମାନ ଦେଖିବା ଟିକେ ଆଗକୁ। ଡଜ୍ ଲେଞ୍ଚୋସ୍ ଲେଟର ରିଚ୍ ଗଡ୍, ଲେଞ୍ଚୋର ଲେଟରଟି ଭଗବାନଙ୍କ ପାଖରେ ପହଞ୍ଚି ପାରିବ କି? ଏଇଟା ଗୋଟେ କ୍ୱେଶ୍ଚିନ୍ କରାଯାଇଛି। ଡଜ୍ ଗଡ୍ ସେଣ୍ଡ ହିମ୍ ଦ ମନି, ଭଗବାନ ତା ପାଖକୁ ପଇସା ପଠେଇବେ କି? ଓକେ, ସୋ ଥିଙ୍କ ଆଣ୍ଡ ଟ୍ରାଏ ଟୁ ଆନ୍ସର ଦିସ୍ କ୍ୱେଶ୍ଚିନ୍, ଭାବ ଆଉ ଏସବୁ କ୍ୱେଶ୍ଚିନ୍ର ଆନ୍ସର ଦେବାକୁ ଟ୍ରାଏ କର। ବିଫୋର ୟୁ ବିଗିନ୍ to read the story, try to imagine how it would develop and what conclusion it might arrive. ତ ଚାପ୍ଟରଟି ଯିବା ପୂର୍ବରୁ, ଚାପ୍ଟରଟି ପଢିବା ପୂର୍ବରୁ ତମେ ଇମାଜିନ୍ କର ଯେ ଏ ଜିନିଷଟି କେମିତି ଆଗକୁ ଡେଭଲପ ହେଇଥିବ, କେମିତି ଆଗକୁ ସୃଷ୍ଟି ଯାଇଥିବ, ତା ସହିତ କନକ୍ଲୁଜନରେ କ'ଣ ଆସିଥିବ, ଏସବୁ ବିଷୟରେ ଟିକେ ଦେଖିବାକୁ କୁହାଯାଇଛି। ତ ବର୍ତ୍ତମାନ ଡଟ୍ ଟେକ୍ସଟ ଦେଖିବା। ଡଟ୍ ଟେକ୍ସଟରେ କିଛି ହାର୍ଡ ମିନିଂ ଗୁଡ଼ିକ ଫାଷ୍ଟ ଅଫ୍ ଅଲ୍ ମୁଁ ତୁମମାନଙ୍କୁ କହିଦେବି, ଦେନ୍ ଆମେ ଚାପ୍ଟରଟି ବୁଝିବା। ଓକେ, ତ ଫାଷ୍ଟ କୁହାଯାଇଛି ଏଣ୍ଟାର ଭ୍ୟାଲି। ଏଣ୍ଟାର ଭ୍ୟାଲି ମାନେ ସମଗ୍ର ଉପତ୍ୟକା। କ୍ରେଷ୍ଟ ମାନେ ଶୀର୍ଷ ଭାଗ। ଓକେ, ସୋ ରାଇପ୍ କର୍ଣ୍ଣ ହେଉଛି ପାଚିଲା ଶସ୍ୟ। ଓକେ, ଡଟେଡ୍ ୱିଥ୍ ମାନେ ପରିପୂର୍ଣ୍ଣ, କଭର ଯୋଉଟା, ସ୍କାଟର ଯୋଉଟା ମାନେ ବିଛେଇକି ରହିଥିବ, ପରିପୂର୍ଣ୍ଣ ହେଇକି ଥିବ, ଏଇ ଟାଇପର ଜିନିଷ। ଦେନ୍ ହାରଭେଷ୍ଟ ମାନେ ଅମଳ। ଆର୍ଥ ବୋଲେ ପୃଥିବୀ, ବଟ୍ ଏଠି ହବ କ'ଣ ଭୂମି, ଜମି ବା କ୍ଷେତ ଯୋଉଟା,
ठीक अच्छे नीडेड माने आवश्यक करवा डाउनपोर माने भीषण वर्षा डाउनपोर माने भीषण वर्षा एटलिस्ट ए शावर माने जोटा कि खूब कम परिमाण वर्षा ओके एटलिस्ट ए शावर थ्रू आउट द मॉर्निंग माने सकाळ रु आरंभ करी संपूर्ण सकाळ ठीक अच्छे कंप्लीट सकाळ जोटा इंटिमेटली माने घनिष्ठ भाव में निबिड़ भाव में जोटा कि परिचित ए टाइप रो ओके नेक्स्ट होची टुवर्ड्स माने आड़ को देन आगु देखिबा हमें सपर सपर मीनिंग होची संध्या बेला खाइबा ओके इवनिंग मील जोटे गॉड विलिंग होची भगवान को इच्छा ओके सो नेक्स्ट अछि प्रेडिक्टेड माने भविष्यवाणी करबा आगु कोन होची जोटा कहबा ए टाइप जिंस ह्यूज बृहत माउंटेन पर्वत क्लाउड जोटा कि हमर बादल देन अप्रोचिंग माने अग्रसर हवा ओके नेक्स्ट एक्सक्लेम माने उत्तेजित कहबा चिल्लाई कहबा ओके एटा जिंस रेन ड्रॉप वर्षा बिंदु वर्षा पानी जोटा ओके रेन ड्रॉप ओके बस एतिकी लक्ष्य कर चैप्टर 2 तो कह जाइछि द हाउस द ओनली वन इन द एंटायर वैली समग्र उपत्यका रे गोटी मात्र घर तो प्रथम पिले टिके वैली देखि नबा ओके देन हमें आगु जिबा सो इट इज वैली यू कैन सी वैली रो अर्थ होची उपत्यका उपत्यका कोन ना होची दुईटी पहाड़ मझरे थिबा खाली स्थान ओके दुईटी पहाड़ मझरे थिबा खाली स्थान जोथरे कि लोक बसवास करि परंती नदी बोई की जाउथाय एटा जिंस ओके एटा होची वैली कंप्लीट वैली दुईटी पहाड़ अछि मझरे जो जगहटा समतल भूमि थिबो जोटी लोक माने बसवास करि परंती ताको हम कहबा वैली आशा करछि बिले माने वैली बुझि परथबो देन हमें आगु जिबा तो एठी कह जाइछि द हाउस द ओनली वन इन द एंटायर वैली समग्र उपत्यका रे गोटी मात्र घर सैट ऑन द क्रेस्ट ऑफ ए लो हिल गोटे लो हिल रो शीर्ष भाग रे ऊपर भाग रे ओके घरटे अवस्थित एंटायर वैली रे गोटी मात्र घर अवस्थित बोलिका कह जाइछि फ्रॉम दिस हाइट से हाइट रो घर पाखरु ओके वन वुड सी गोटे लोक देखि परिबो कोन देखि परिबो द रिवर एंड द फील्ड ऑफ राइप कॉर्न डॉटेड विथ फ्लावर दैट ऑलवेज प्रॉमिस्ड ए गुड हार्वेस्ट गोटे लोक से घर बा से उच्च स्थान देखि परिबो कोन रिवर देखि परिबो ता सहित फील्ड देखि परिबो ऑफ राइप कॉर्न जोटी पाचला पाचला शस्यर खेत जमी देखि परिबो जोथरे डॉटेड विथ माने परिपूर्ण हेगे थिबो कोन द फ्लावर से जमी रे फूल परिपूर्ण हेगे थिबो दैट ऑलवेज प्रॉमिस्ड ए गुड हार्वेस्ट जोटा कि सब बेले प्रॉमिस करथबो गोटे भलो हार्वेस्ट दबो भलो अमल दबो बोलिका कह जाइछि आगु देखिबा द ओनली थिंग द अर्थ नीडेड गोटे जिंस से जमी बा से जो जगहटा आवश्यकता करथला ओके कोन आवश्यकता करथला वाज ए डाउनपोर और एटलीस्ट ए शावर डाउनपोर माने भीषण वर्षा और एटलीस्ट शावर माने खूब कम परिमाण वर्षा आइदर जोर वर्षा ले चलिबो जदि जोर वर्षा न होची देन एटलीस्ट कोड झिपझिप वर्षा हे जो मध्यम काम चली जो एतिक जिंस से जमी आवश्यक करूथला कह थ्रू आउट द मॉर्निंग लेंच सकाळ आरंभ कर लेंच हु न्यू हिज फील्ड इंटिमेटली जी कि जमी की बहुत भल भाव जानिथिला ओके कौन कला से आगो देखिबा हार्ड डन नथिंग एल्स कोनसी काम करनथला किछि करनथला बट सी द स्काई टुवर्ड द नॉर्थ ईस्ट आडगो ओके नॉर्थ ईस्ट आडको आकाश को चाहिनथला बोलिया कह जायछि नॉर्थ ईस्ट कोन डायरेक्शन अछि चारटा गोटे होछि ईस्ट गोटे होछि वेस्ट गोटे होछि नॉर्थ गोटे होछि साउथ तो नॉर्थ ईस्ट रो मझी भागटा ए पार्ट को हम कहबा ए जगह को हम कहबा ए डायरेक्शन को हम कहबा नॉर्थ ईस्ट ओके एटा होछि नॉर्थ ईस्ट तो टे लक्ष्य कर आगो कह जायछि नॉर्थ ईस्ट आकाश को चाहि रहितला बोलिका कह जायछि सकाळु कोनोसी काम करनथला नेक्स्ट पारा देखिबा टिके कह जायछि नाउ वी आर रियली गोइंग टू गेट सम वाटर वुमेन कोनोसी वुमेन कहउछि होइतो ता स्त्री ओके ता स्त्री कहउछि हला स्त्री कहउछि नाउ वी आर गोइंग टू गेट सम वाटर ओके आमे वर्तमान किछि पानी पाइबो जाउछे हला द वुमेन हु वाज प्रिपेयरिंग सफर वुमेन टी जनक जे कि सफर बनौथिले सफर माने संध्या बेला खाइबा बनौथिले रिप्लाइड उत्तर दउछंती प्रत्युत्तर दउछंती यस गॉड विलिंग हां भगवान को इच्छा जे भगवान को इच्छा होय देन हमें पानी पाई पारिबा तो ओल्डर बॉयज वेयर वर्किंग इन द फील्ड ओल्डर बॉयज माने फील्ड रे काम करूथिले while the smaller ones are playing near the house किंतु साना पिला माने कोन करथिले घर पाखरे खेला खेली करथिले ठीक अछि until the women called to them all come for dinner जे पर्यंत मां ताको डाकी नांती
ହେଲା କମ୍ ଫର୍ ଡିନର ରାତ୍ରି ଭୋଜନ କରିବାକୁ ଆସ ବୋଲିକା ସେ ପର୍ଯ୍ୟନ୍ତ ବଡ଼ ପିଲାମାନେ ଫିଲ୍ଡରେ କାମ କରୁଥିଲେ ତା ସହିତ ଛୋଟ ପିଲାମାନେ ମଧ୍ୟ ଖେଳୁଥିଲେ ଘର ସାଇଡରେ ଖେଳୁଥିଲେ। ଇଟ୍ ୱାଜ୍ ଡ୍ୟୁରିଂ ଦ ମିଲ୍ ଦ୍ୟାଟ୍ ଯେତେବେଳେ ମିଲ୍ ଚାଲିଥିଲା ବା ଡିନର ଚାଲିଥିଲା ଖାଇବା ଚାଲିଥିଲା ସେଇ ସମୟରେ ଜଷ୍ଟ ଆଜ୍ ଲେଞ୍ଚୋ had predicted ଲେଞ୍ଚୋ ଏଠି ପ୍ରେଡିକ୍ଟ କରୁଛି ଭବିଷ୍ୟବାଣୀ କରୁଛି ବା କଳ୍ପନା କରି କହୁଛି ଓକେ କଣ ନା ବିగ్ ଡ୍ରପ୍ସ ଅଫ ରେନ୍ ବିଗାନ୍ ଟୁ ଫଲ୍ ବଡ ବଡ ବୁନ୍ଦା ପାଣି ମାନେ ପଡିବାକୁ ଯିବ ବା ପଡିବ ବୋଲିକା ଆଶା କରୁଛି କି ଆମର ଲେଞ୍ଚୋ ଇନ୍ ଦ ନର୍ଥ ଇଷ୍ଟ ହ୍ୟୁଜ୍ ମାଉଣ୍ଟେନ୍ ଅଫ୍ କ୍ଲାଉଡ୍ସ କୁଡ୍ ବି ସିନ୍ ଆପ୍ରୋଚିଂ ନର୍ଥ ଇଷ୍ଟ ଡିରେକ୍ସନ ରେ ମାଉଣ୍ଟେନ୍ ଭଳିଆ ବଡ ବଡ ମାଉଣ୍ଟେନ୍ ଭଳିଆ କ୍ଲାଉଡ ଗୁଡିକ ବାଦଲ ଗୁଡିକ ଆଗେଇ ଆସୁଛି ଆପ୍ରୋଚିଂ ମାନେ ଆଗେଇ ଆସିବା ଆଗେଇ ଆସୁଛି ବୋଲିକା ଦୃଶ୍ୟମାନ ହେଲା ଓକେ ସୋ ଦ ଏୟାର ୱାଜ୍ ଫ୍ରେଶ ଆଣ୍ଡ ସୁଇଟ୍ ଏୟାର ହଉଛି ପବନଟା ସତେଜ ଥିଲା ତା ସହିତ ସୁଇଟ୍ ମାନେ ମିଠା ଥିଲା ବୋଲିକା କୁହାଯାଇଛି ମିଠା ଇନ୍ ଦ ସେନ୍ସ ଭଲ ଫିଲ୍ ହଉଥିଲା ବୋଲିକା କୁହାଯାଇଛି ଯେତେବେଳେ ବର୍ଷା ହୁଏ ସେତେବେଳେ ତା ପୂର୍ବରୁ ଯୋଉ ପବନଟା ହୁଏ ସେଟା ନିହାତି ଭାବରେ ଥଣ୍ଡା ଲାଗେ ସେଇ କଥା କହିଛି ଏୟାରଟି ଆମର ଫ୍ରେଶ ଥିଲା ତା ସହିତ ସୁଇଟ୍ ଥିଲା ମଧ୍ୟ କୁହାଯାଇଛି ଦ ମ୍ୟାନ୍ ୱେଣ୍ଟ ଆଉଟ୍ ଫର୍ ନୋ ଅଦର ରିଜନ୍ ଦ୍ୟାନ୍ ସେ ଲୋକଟି କଣ କଲା ନା କୌଣସି ରିଜନ୍ ନଥିଲା କୌଣସି ଉଦ୍ଦେଶ୍ୟ ନଥିଲା ଠିକ ଅଛି କୌଣସି କାରଣ ନଥିଲା ବାହାରକୁ ବାହାରି ଆସିଲା ଦ୍ୟାନ୍ ଟୁ ହାଭ୍ ଦ ପ୍ଲେଜର ଅଫ ଫିଲିଂ ରେନ୍ ଅଫ୍ ହିଜ୍ ବଡି ମାନେ କୁହାଯାଇଛି ଯେ ଲୋକଟି କୌଣସି କାମ ନଥିଲା କୌଣସି କାମ ଉଦ୍ଦେଶ୍ୟ ନଥିଲା ନର୍ମାଲି ବାହାରକୁ ପଳେଇ ଆସିଲା କଣ ପାଇଁ ବାହାରକୁ ପଳେଇ ଆସିଲା ନା ହଉଛି ନର୍ମାଲି ବଡିକି ଫିଲ୍ କରିବ ବର୍ଷା ପ୍ଲେଜର ଆନନ୍ଦଟା ଫିଲ୍ କରିବ ବୋଲିକା ବାହାରକୁ ପଳେଇ ଆସିଲା କିଏ ପଳେଇ ଆସିଲା ଲେଞ୍ଚୋ and when he returned he exclaimed ଯେତେବେଳେ ଘରକୁ ପୁଣି ରିଟର୍ନ କଲା ଓକେ ଏକ୍ସକ୍ଲେମ କରି କହୁଛି ଚିଲେଇ କହୁଛି these are not rain drops ଏଇଟା ହଉଛି କଣ ରେନ୍ ଡ୍ରପ୍ ନୁହେଁ ବର୍ଷା ବିନ୍ଦୁ ପାଣି ନୁହେଁ ବୋଲିକା କୁହାଯାଇଛି falling from the sky ଆକାଶରୁ ବର୍ଷା ପାଣି ଗୁଡା ପଡୁନି ବୋଲିକା କୁହାଯାଇଛି they are new coins ଏଗୁଡିକ ସବୁ କଏନ ବୋଲିକା କୁହାଯାଉଛି ଓକେ ସବୁ କଏନ ବୋଲିକା ସେ କହୁଛି the big drops are 10 cent pieces and the little ones are 5 ଯୋଉ ବର୍ଷା ବିନ୍ଦୁ ପାଣି ଗୁଡା ପଡୁଛି ଠିକ ଅଛି ବଡ ବଡ ବର୍ଷା ପାଣି ଗୁଡିକୁ କୁହାଯାଇଛି ବଡ ବଡ ଡ୍ରପ୍ ଗୁଡିକୁ କୁହାଯାଇଛି 10 ଟଙ୍କା ହିସାବରେ କୁହାଯାଇଛି ଆଉ ସାନ ଗୁଡିକ ଯୋଉ ଛୋଟ ଛୋଟ ଡ୍ରପ୍ ଗୁଡା ପଡୁଛି ସେକୁ ଇଏ 5 ଟଙ୍କା ହିସାବରେ କହିଛି ଓକେ 5 ଟଙ୍କା ବୋଲି କହିଛି ଆଶା କରୁଛି ପିଲା ଏତିକି ବୁଝିପାରୁଥିବେ ଦେନ୍ ଆମେ ଆଗକୁ ଯିବା ଆଗକୁ ଲକ୍ଷ୍ୟ କରିବା ବର୍ତ୍ତମାନ ଦେଖିବା କିଛି ହାର୍ଡ ମିନିଂ ଗୁଡିକ ସାଟିସ୍ଫାଇଡ୍ ଏକ୍ସପ୍ରେସନ ମାନେ ସନ୍ତୁଷ୍ଟ ଚାହାଣୀ ଓକେ ଦେନ୍ ରିଗାର୍ଡେଡ ମାନେ ମାନି ନେବା ଓକେ ଏ ଟାଇପର ମିନିଂ ଏଠି ୟୁଜ ହେଇଛି ଡ୍ରେପ୍ଟ ମାନେ କଭର ଓକେ କର୍ଟେନ ମାନେ ପରଦା କର୍ଟେନ ମାନେ ପରଦା ଦେନ୍ ହେଲଷ୍ଟୋନ କୁଆପଥର ରିସେମ୍ବଲ ଦୃଶ୍ୟମାନ ହବା ଏକ୍ସପୋଜିଂ ମାନେ ବାହାରକୁ ବାହାରି ଆସିବା ଏ ଟାଇପ ଜିନିଷ ବାହାରକୁ ବାହାରି ଆସିବା ଫ୍ରୋଜେନ ଫେଲ୍ସ ହଉଛି ମୁକ୍ତା ଯୋଉଟା କି ଥଣ୍ଡା 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 ମୁକ୍ତା ଓକେ ବରଫାବୃତ ଏ ଟାଇପ ଜିନିଷ ଦେନ୍ ଏକ୍ସକ୍ଲେମ ମାନେ କହିବା କୁଇକଲି ଶୀଘ୍ର ଶୀଘ୍ର ଦେନ୍ ହିଲ୍ ସାଇଡ୍ ମାନେ ପାହାଡ଼ ସାଇଡ୍ ତକ ବା ପାହାଡ଼ ଏରିଆ ତକ କର୍ଣ୍ଣଫିଲ୍ଡ ଶସ୍ୟ କ୍ଷେତ୍ର ହୋଲ୍ ଭ୍ୟାଲି ସମଗ୍ର ଉପତ୍ୟକା କଭର୍ଡ ମାନେ ପରିପୂର୍ଣ୍ଣ ସଲ୍ଟ ଲୁଣ ଲିଫ୍ ପତ୍ର ଦେନ୍ ଡେଷ୍ଟ୍ରଏଡ୍ ନଷ୍ଟ ହୋଇଯିବା ଦେନ୍ ସୋଲ୍ ମାନେ ଆତ୍ମା ଓକେ ସ୍ୟାଡନେସ୍ ଦୁଃଖ ଷ୍ଟ୍ରମ ଝଡ଼ ନେକ୍ସଟ ଫ୍ଲାଗି ଅଫ୍ ଲୋକଷ୍ଟ ମାନେ କୀଟ ମାନଙ୍କର ଠିକ ଅଛି ଲୋକଷ୍ଟ ମାନଙ୍କର ଯୋଉ କୀଟ ମାନଙ୍କର ଗ୍ରୁପଟା ତାକୁ ଫ୍ଲାଗି ଅଫ୍ ଲୋକଷ୍ଟ ଦେନ୍ ସରଫୁଲ ମାନେ ଦୁଃଖଦପୂର୍ଣ୍ଣ ଯୋଉଟା ହଂଗ୍ରି ଭୋକିଲା ସଲିଟାରୀ ଏକାକୀ ରହିବା ଯୋଉଟା ଏକାକୀ ଅପସେଟ୍ ଦୁଃଖୀ ଦୁଃଖ ସିମ୍ ଦୃଶ୍ୟମାନ ହବା ଦେନ୍ ହଙ୍ଗର ଭୋକିଲା ଅଲ୍ ଥ୍ରୁ ଦ ନାଇଟ୍ ମାନେ ରାତି ସାରା କମ୍ପ୍ଲିଟ ରାତି ଯୋଉଟା ରାତି ସାରା ସମଗ୍ର ରାତି ଏ ଟାଇପର ହୁଜ୍ ଯାହାର ଇନଷ୍ଟ୍ରକ୍ଟେଡ ସୂଚନା ଦବା ଡିପ୍ ମାନେ ଗଭୀର ଭାବରେ କନସେନ୍ସ ବିବେକ ଓକେ ନେକ୍ସଟ ଡେ ବ୍ରେକ୍ ଭୋର ସମୟ ସକାଳ ସମୟ ଭୋର ସମୟ ମେଲ୍ ମାନେ ଚିଠି ଓକେ ବାସ୍ ଏତିକି ଆଗକୁ ଦେଖିବା with a satisfied expression he regarded ଗୋଟେ satisfied expression ମାନେ ସନ୍ତୁଷ୍ଟିର ଚାହାଣୀ ସହିତ he regarded ମାନେ ଚାହୁଁଥିଲା ବା ମାନି ନେଇଥିଲା କାହାକୁ ଚାହୁଁଥିଲା the field of ripe corn
with its flower field of ripe corn with its flower माने ripe corn जो शस्य थिला ठीक अछि जो खेत रे जोटा कि फूल रे परिपूर्ण हेतला ताको चाहुतला लक्ष्य करथला ठीक अछि draped in cotton of rain जोटा कि वर्षा र परदा रे कवर हेतिला बोलिका कह जायछि माने वर्षा होतला जोटा कि वर्षा रे कवर हेतिला बोलिका कह जायछि but suddenly a strong wind began to blow किंतु हठात ना हठात होछि बहुत जोर पवन बहेको लागिला and along with the rain very large hailstone began to fall वर्षा सहित सहित बड़ बड़ कुआपथर मध्य वृष्टि हेबाक लागिला ठीक अछि नॉर्मली वर्षा होतला कवर हेतिला ता शस्य जमी गुडी को वर्षा रे भल लागुतला किंतु हठात कोन हला जोरे पवन बहेको लागिला ता सहित कुआपथर मध्य वर्षा हेबाक लागिला These truly did resemble a new silver coin ये जो कुआपथर गुडी को resemble माने दृश्यमान होतला new silver coin धड़ा धड़ा देखा होतो नियति भाबरे silver coin वाला देखा जाउतला boys exposing themselves to the rain पुओ माने जो बॉयज मैंने थे से कौन कले निजक बाहरी आसिले एक्सपोजिंग देमसेल्फ निज निजे बाहर नहीं आसिले बाहर आसिले टू द रेन वर्षा भिजिया पई रैन आउट टू कलेक्ट फ्रोजन पेल्स ये जो मुक्ता गुडे थिला ठीक अछि फ्रोजन पेल्स ठंडा ठंडा मुक्ता गुडे थिला ताको कलेक्ट करिया पई पिला माने बॉयज माने बाहर को बाहरी आसिले ओके It is really getting bad now, exclaimed the man. से लोकटी कहूची लेंचो कहूची वर्तमान किछि खराब हो जाउची ହେଲା किछि खराब हो जाउची आई होप इट passes quickly मु भाबुची ए जो कुआपथर वर्षाटा होची जल्दी जल्दी पास हे जिवो जल्दी जल्दी कंप्लीट हे जिवो ठीक अछि इट डिड नॉट पास क्विकली किंतु एटा होची जल्दी जल्दी गलानी बोलिका कह जाइछि फॉर एन आवर द हेल रेन्ड ऑन द हाउस घंटाए धरी कुआपथर वर्षा हला बुझि परछंती घंटाए धरी कुआपथर वर्षा हला कोठी कोठी वर्षा हला ना द हाउस को हला द गार्डन को हला द हिल साइड के हला द कॉर्नफील्ड के हला ऑन द होल वैली माने वर्षा कोठी कोठी हला हाउस को हला जो कुआपथर वर्षा होतला हाउस को होतला गार्डन को होतला हिल साइड को होतला कॉर्नफील्ड को होतला और होल वैली समग्र उपत्यका मध्य होतला बोलिका कह जाइछि द फील्ड वाज व्हाइट आज इट कवर्ड विथ सॉल्ट ଫିଲ୍ଡଟା କିପରି ଦେଖାଯାଉଥିଲା ନା ହ୍ୱାଇଟ୍ ହ୍ୱାଇଟ୍ ଦେଖାଯାଉଥିଲା ଯେପରିକି ଲୁଣରେ ପରିପୂର୍ଣ୍ଣ ଲୁଣ ଯେପରି ଧଳା ଦେଖାଯାଏ ଠିକ ଅଛି ଲୁଣ ଯେପରି ଧଳା ଦେଖାଯାଏ ସେଇଭଳିକା ଇଏ କମ୍ପ୍ଲିଟଲି ହ୍ୱାଇଟ୍ ଦେଖାଯାଉଥିଲା ବୋଲିକା କୁହାଯାଇଛି ନଟ୍ ଏ ଲିଫ୍ ଅନ୍ ଦ ଟ୍ରିଜ୍ କୌଣସି ଗଛରେ ଗୋଟେ ସିଙ୍ଗଲ ପତ୍ର ନଥିଲା ବୋଲିକା କୁହାଯାଇଛି ଦ କର୍ନ ୱାଜ୍ ଟୋଟାଲି ଡେଷ୍ଟ୍ରଏଡ୍ କର୍ନ ମାନେ ଶସ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଥିଲା ବୋଲିକା କୁହାଯାଇଛି ଦ ଫ୍ଲାୱାର ଆର୍ ଗନ୍ ଫ୍ରମ୍ ଦ ପ୍ଲାଣ୍ଟସ୍ फूल गुड़िक गचर सब नष्ट होता तले पड़ जाता कही मैंने गचरे कौन फूल नाला बोलिका कहुई लेंचर सोल वाज फिल्ड विथ सैडनेस लेंचर जो हृदय आत्मा ठीक अच्छे परिपूर्ण होगा कौन सैडनेस दुखरे परिपूर्ण होगा बोलिका कहुई when the storm had passed जिते बेले हमर storm झड़ गुड़िक सरीगला कंप्लीट होगला ओके he stood in the middle of the field and said to his son middle of the field रे मझिर भाग रे ठीक अछि field रे ठिया हेकी ठीक अछि त पुओ मानु कहूची ता पुओ मानु कहूची लेंचो a plague of locust would have left more than this जो ग्रुप ऑफ लोकस्ट आस्थान्ते ठीक अछि ग्रुप ऑफ लोकस्ट आस्थान्ते से माने मध्य किछि रखि दे जाइथान्ते जेतिकी नष्ट एमाने करचंती तर उद्देश्य होछि या कि जदि ग्रुप ऑफ लोकस्ट आस्थान्ते किछि खाइथान्ते शस्य गुडी किछि नष्ट करि पळैथान्ते ठीक अछि ता बाद मध्ये किछि बळि पड़थान्ता जेतिकी नष्ट कर देछि हेलस्टोन वर्षाटा ठीक अछि जेतिकी नष्ट एमाने करथान्ते किछि बंचि दिकी जाइथान्ते बोलिका हो जाइछि ओके तो ग्रुप ऑफ जो लोकस्ट अछि प्लेग ऑफ लोकस्ट अछि सेमाने देखिनियो देन आगु पढिया पिला देखि परिबो ये होचंती प्लेग ऑफ लोकस्ट ओके सो यूजन प्लेग ऑफ लोकस्ट ग्रुप ऑफ लोकस्ट गुडी आसीकी खेत गुडी नष्ट करचंती ओके एमानकु उडिया दे जाउची तो ये मध्य देखि परिबो प्लेग ऑफ लोकस्ट ये गुडी शस्य गुडी नष्ट करंती बोलिका होजाय ओके द हेल हैज लेफ्ट नथिंग ए जो झड़ वर्षाटी हला जो कुआपथर वर्षाटा हला लेफ्ट नथिंग माने कोनोसी जिंस छाडी जाइनी सब नष्ट कर देछि दिस ईयर विल हैव नो कॉर्न ए वर्ष हमर कोनोसी शस्य अमल हेबो नै ओके दैट नाइट वाज ए सोरोफुल वन इन नाइट टा हम पई बहुत दुखदायक से नाइट तांका पई सब बहुत दुखदायक थिला ऑल ऑफ आवर वर्क फॉर नथिंग हम जो परिश्रम रहला ठीक अछि हम जो काम करथिले परिश्रम करथिले से सब नथिंग माने किछि फलप्रद हला नै सब नष्ट हो गेला there there is no one who can help us कौनसी लोक नांति कि जे कि हमको सहायता करिवे ओके we all will all go hungry this year आमे एई वर्ष समस्त हंगरी माने भोकिला रहि बोलिका कह जायछि
But in the heart of all, ସମସ୍ତଙ୍କ ହୃଦୟରେ, who lived in the solitary house, solitary house ରେ ଯୋଉମାନେ ରହୁଥିଲେ ସମସ୍ତଙ୍କ ହୃଦୟରେ, in the middle of the valley ରେ solitary house ରେ ଏକାକିନୀ ଘରେ, ଠିକ ଅଛି, ସମସ୍ତେ ରହୁଥିଲେ, ସେମାନଙ୍କ ମନରେ ଗୋଟିଏ ମାତ୍ର ଆଶା ଥିଲା, there was a single love, ସମସ୍ତଙ୍କ ମନରେ ଗୋଟିଏ ମାତ୍ର ଆଶା ଥିଲା, help from God, ଭଗବାନଙ୍କ ଠାରୁ ସାହାଯ୍ୟ, okay, don't be so upset, ଦୁଃଖୀ ହୁଅ ନାହିଁ, okay, even though it seems like a total loss, ଯଦିଓ ଏଇଟା ଦୃଶ୍ୟମାନ ହଉଛି ମାନେ ଗୋଟେ ବହୁତ ବଡ ଲସ୍ ହେଇଯାଇଛି, okay, remember no one dies of hunger, ମନେ ରଖିଥାଅ କି କୌଣସି ଲୋକ ଭୋକ ବିନା ମରନ୍ତି ନାହିଁ, ହଙ୍ଗରରେ ଭୋକିଲା ମରନ୍ତି ନାହିଁ ବୋଲିକା କୁହାଯାଇଛି। That is what they say, no one dies of hunger, ସମସ୍ତେ ସେଇ କଥା ମଧ୍ୟ କହୁଥିଲେ କି no one dies of hunger, ଭୋକରେ, ଠିକ ଅଛି, ବା ଭୋକିଲା ରହିକିରି କୌଣସି ଲୋକ ମରନ୍ତି ନାହିଁ। all through the night, ରାତି ସାରା, ଲେଞ୍ଚ ଭାବିଲା, only one hope, ତାମାନେ ଗୋଟିଏ ମାତ୍ର ଆଶା ଥିଲା, the help of God, ଭଗବାନଙ୍କ ଠାରୁ ସାହାଯ୍ୟ ପାଇବା, whose eyes, ଯାହାର ଆଇ ବୋଲେ ଏଠି ଭଗବାନଙ୍କ ଆଇ କଥା କୁହାଯାଇଛି, ଓକେ, ଯାହାର ଆଇ ବୋଲେ ଭଗବାନଙ୍କ ଆଇ କଥା କୁହାଯାଇଛି, as he had been instructed, ଯୋଉଟା କି ଦୃଶ୍ୟମାନ ହୁଏ, ଯୋଉଟା କି ସୂଚନା ଦିଏ, ଓକେ, ଯୋଉଟା କି ଆମକୁ ସୂଚନା ଦିଏ, see everything, ସମସ୍ତ ଜିନିଷ ଦେଖନ୍ତି, even what is deep in one's conscience ମାନେ ବିବେକ, ଠିକ ଅଛି, ଭଗବାନ ସବୁ ଜିନିଷ ଦେଖିପାରନ୍ତି ଜଣଙ୍କ inner peace ରେ ବା inner ରେ, ଠିକ ଅଛି, ଯୋଉଟା କି ଆମର conscience ଥାଏ ମାନେ ବିବେକ ଥାଏ, ସେଇଟା ମଧ୍ୟ ଭଗବାନ ଦେଖିପାରନ୍ତି। ଆଉ ଥରେ ଲାଇନ ଟା କହିଦଉଛି ବୋଲି ଲକ୍ଷ୍ୟ କରିବ, କୁହାଯାଇଛି all through the night, ରାତି ସାରା, ଓକେ, ଲେଞ୍ଚ thought only one hope, ଲେଞ୍ଚ ମନରେ ଖାଲି ଗୋଟିଏ ମାତ୍ର ଆଶା ଥିଲା, ଠିକ ଅଛି, the help of God, ଭଗବାନଙ୍କର ସାହାଯ୍ୟ ପାଇବା, whose eyes ବୋଲି ଏଠି କାହା କୁହାଯାଇଛି, ଭଗବାନଙ୍କ ଆଇଜ କଥା କୁହାଯାଇଛି, ଭଗବାନଙ୍କ ଆଖି କଥା କୁହାଯାଇଛି, as he had been instructed, ଯୋଉଟା କି ଭଗବାନଙ୍କ ଆଖି ସୂଚନା ଦିଏ, see everything, ସମସ୍ତ ଜିନିଷ ଦେଖନ୍ତି, even what is deep in one's conscience, ଗୋଟେ ଲୋକର ଯୋଉ deep conscience ରେ ବିବେକ ଭିତରେ କଣ ଚାଲିଛି, ଠିକ ଅଛି, ଗଭୀରତାର ସହିତ ଯୋଉ ବିବେକ ଭିତରେ କଣ ଚାଲିଛି ସେ ଜିନିଷ ମଧ୍ୟ ଭଗବାନ ଦେଖିପାରନ୍ତି ବୋଲି କୁହାଯାଇଛି। ଲେଞ୍ଚ ୱାଜ ଆନ୍ ଅକ୍ସ ଅଫ ହ୍ୟୁମାନ, ଲେଞ୍ଚ ହଉଛି ଗୋଟେ ବଳଦ ଭଳି କାମ କରୁଥିବା ଗୋଟେ ଲୋକ, ଠିକ ଅଛି, ବଳଦ ଭଳି ଗୋଟେ କାମ କରୁଥିବା ଲୋକ, ୱାର୍କିଂ ଲାଇକ୍ ଆନିମଲ ଇନ ଦ ଫିଲ୍ଡ, ଯିଏକି ଆନିମଲ ଭଳିଆ ବା ପଶୁ ଭଳିଆ ଫିଲ୍ଡରେ ଖଟେ ବା କାମ କରେ, ବଟ୍ ଷ୍ଟିଲ୍ ହି ନ୍ୟୁ ହାଉ ଟୁ ରାଇଟ୍, କିନ୍ତୁ ଜାଣିଥିଲା କେମିତି ଲେଖାଲେଖି କରାଯାଏ, ସେ କଥା ମଧ୍ୟ ଲେଞ୍ଚ ଜାଣିଥିଲା। ତ ଫଲୋଇଂ ସଣ୍ଡେ, ଆସନ୍ତା ରବିବାର ବା ନେକ୍ସଟ ସଣ୍ଡେ ଯୋଉ ଆସିଲା, ଠିକ ଅଛି, at daybreak, ସକାଳୁ ଭୋରୁ he began to write a letter which he himself would carry to town and place in the mail, ସେ ଲେଖା ଷ୍ଟାର୍ଟ କଲା, ଲେଟର ଗୋଟେ ଚିଠି ଲେଖା ଷ୍ଟାର୍ଟ କଲା, ଯୋଉଟାକୁ ସେ ନିଜେ ନେଇକି ଗଲା, କ୍ୟାରି କରି ନେଇକି ଗଲା କୋଉଠିକି ନା ଟାଉନ କୁ, ଠିକ ଅଛି, and place in the mail, mail ରେ ଚିଠି ଯୋଉ ବାକ୍ସରେ ପକେଇବା ପାଇଁ ନେଇଗଲା, ଓକେ, it was nothing less than a letter to God, ଏଇଟା ସେମିତି କିଛି ନଥିଲା, ନର୍ମାଲି ଥିଲା, ହଉଛି ଭଗବାନଙ୍କ ଚିଠି, ସେମିତି କିଛି ନଥିଲା, ନର୍ମାଲି ଭଗବାନଙ୍କ ଚିଠି ଲେଖାଯାଏ, ସେ ଜିନିଷ ଥିଲା ବୋଲିକା କୁହାଯାଇଛି।